ଯାତ୍ରା ପୁସ୍ତକ 4 ପର୍ବ। ଏଥିରେ ମୂଷା ଉତ୍ତର କଲେ, ଦେଖନ୍ତୁ, ସେମାନେ ମୋତେ ପ୍ରତ୍ୟୟ କରିବେ ନାହିଁ, ମୋ ରବରେ ମନୋଯୋଗ କରିବେ ନାହିଁ। ମାତ୍ର ସେମାନେ କହିବେ, ସଦାପ୍ରଭୁ ତୁମକୁ ଦର୍ଶନ ଦେଇନାହାନ୍ତି। ତେବେ ସଦାପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ହସ୍ତରେ ସେଇଟା କଣ? ସେ କହିଲେ, ଯଷ୍ଟି। ତହୁ ସେ କହିଲେ, ତୁମେ ଭୂମିରେ ପକାଅ। ତେଣୁ ସେ ତାକୁ ଭୂମିରେ ପକାନ୍ତେ ତାହା ସର୍ପ ହେଲା। ତହିଁରେ ମୂଷା ତାହା ଆଗରୁ ପଳାଇଗଲେ। ସେତେବେଳେ ସଦାପ୍ରଭୁ ମୂଷାଙ୍କୁ କହିଲେ, ସେମାନଙ୍କ ପୂର୍ବପୁରୁଷ ଗଣର ସଦାପ୍ରଭୁ ପରମେଶ୍ୱର ଅର୍ଥାତ୍ ଅବ୍ରାହମର ପରମେଶ୍ୱର ଓ ଇସାହାକର ପରମେଶ୍ୱର ଓ ଜାକୁବର ପରମେଶ୍ୱର ଯେ ତୁମକୁ ଦର୍ଶନ ଦେଇଅଛନ୍ତି, ଏହା ଯେପରି ସେମାନେ ବିଶ୍ୱାସ କରିବେ। ଏଥିପାଇଁ ତୁମେ ଆପଣା ହସ୍ତ ବଢ଼ାଇ ତାହାର ଲାଞ୍ଜ ଧର। ତହିଁରେ ସେ ହସ୍ତ ବଢ଼ାଇ ତାହାକୁ ଧରନ୍ତେ ତାଙ୍କ ହସ୍ତରେ ସେ ଯଷ୍ଟି ହେଲା। ଅନନ୍ତର ସଦାପ୍ରଭୁ ତାଙ୍କୁ ଆହୁରି କହିଲେ, ତୁମେ ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ। ତହିଁରେ ସେ ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ପୁନର୍ବାର ହସ୍ତ ବାହାର କଲେ। ଦେଖ, ତାଙ୍କର ହସ୍ତ ହିମବର୍ଣ୍ଣ ତୁଲ୍ୟ କୁଷ୍ଠଯୁକ୍ତ ହେଲା। ଏଥିରେ ସେ କହିଲେ, ତୁମେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ। ସେମାନେ ଯେବେ ତୁମକୁ ପ୍ରତ୍ୟୟ ନ କରିବେ ଓ ତୁମ୍ଭର ସେହି ପ୍ରଥମ ଚିହ୍ନରେ ମନୋଯୋଗ ନ କରିବେ, ତେବେ ଦ୍ୱିତୀୟ ଚିହ୍ନରେ ପ୍ରତ୍ୟୟ କରିବେ। ତହିଁରେ ସେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ବାହାର କଲେ। ଦେଖ, ତାହା ପ୍ରକୃତ ମାଂସ ହେଲା। ଏହି ଦୁଇ ଚିହ୍ନରେ ଯେବେ ସେମାନେ ପ୍ରତ୍ୟୟ ନ କରିବେ ଓ ତୁମ୍ଭ ରବରେ ମନୋଯୋଗ ନ କରିବେ, ତେବେ ତୁମେ ନଦୀ ଜଳରୁ କିଛି ନେଇ ଶୁଷ୍କ ଭୂମିରେ ଢାଳ। ତହିଁରେ ତୁମେ ନଦୀରୁ ଯେଉଁ ଜଳ ଆଣିବ, ତାହା ଶୁଷ୍କ ଭୂମିରେ ରକ୍ତ ହେବ। ଅନନ୍ତର ମୂଷା ସଦାପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଏ ସମୟ ପୂର୍ବରେ ଅବା ଆପଣ ନିଜ ଦାସ ସହିତ ଆଳାପ କଲା ଉତ୍ତାରେ ମୁଁ ବାକ୍ୟପତି ନୁହେଁ, ମାତ୍ର ମୁଁ ବାକ୍ୟରେ ଧୀର ଓ ଜଡ଼ଜିହ୍ୱ ଅଟେ। ତହିଁରେ ସଦାପ୍ରଭୁ କହିଲେ, ମନୁଷ୍ୟର ମୁଖ କିଏ ନିର୍ମାଣ କରିଅଛନ୍ତି? ପୁଣି ମନୁଷ୍ୟକୁ ମୂକ ବା ବଧିର ଅବା ଦୃଷ୍ଟି ବିଶିଷ୍ଟ କି ଅବା ଦୃଷ୍ଟିହୀନ କିଏ କରଇ? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ? ଏଣୁ ଏବେ ଯାଅ, ଆମ୍ଭେ ତୁମ ମୁଖର ସହବର୍ତ୍ତୀ ହୋଇ ବକ୍ତବ୍ୟ କଥା ତୁମ୍ଭକୁ ଶିଖାଇବା। ତହିଁରେ ସେ କହିଲେ, ହେ ପ୍ରଭୁ, ମୁଁ ବିନୟ କରୁଅଛି, ଯାହା ଦ୍ୱାରା ପଠାଇବାର ହୁଏ ତାହା ଦ୍ୱାରା ପଠାନ୍ତୁ। ତହିଁରେ ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ତେଣୁ ସେ କହିଲେ, ଲେବୀୟ ହାରଣ କି ତୁମର ଭାଇ ନୁହେଁ? ଆମ୍ଭେ ଜାଣୁ ସେ ସୁବକ୍ତା। ଆଉ ଦେଖ, ସେ ତୁମ୍ଭ ସଙ୍ଗରେ ସାକ୍ଷାତ କରିବାକୁ ଆସୁଅଛି। ପୁଣି ତୁମ୍ଭକୁ ଦେଖି ହୃଷ୍ଟଚିତ୍ତ ହେବ। ତୁମେ ତାହାକୁ କହିବ ଓ ତାହାର ମୁଖରେ ବାକ୍ୟ ଦେବ। ପୁଣି ଆମ୍ଭେ ତୁମର ମୁଖର ଓ ତାହା ମୁଖର ସହବର୍ତ୍ତୀ ହୋଇ ତୁମ୍ଭମାନଙ୍କୁ କର୍ତ୍ତବ୍ୟ କର୍ମର ଶିକ୍ଷା ଦେବା। ସେ ଲୋକମାନଙ୍କ ନିକଟରେ ତୁମ୍ଭର ପ୍ରତିନିଧି ବକ୍ତା ହେବ। ସେ ତୁମ୍ଭର ମୁଖ ସ୍ୱରୂପ ହେବ ଓ ତୁମ୍ଭେ ତାହାର ପରମେଶ୍ୱର ତୁଲ୍ୟ ହେବ। ଆଉ ତୁମ୍ଭେ ଆପଣା ହସ୍ତରେ ଏହି ଯଷ୍ଟି ଘେନ, ଯେଣୁ ଏହା ଦ୍ୱାରା ତୁମ୍ଭେ ଏହି ସମସ୍ତ ଚିହ୍ନ ଦେଖାଇବ। ଅନନ୍ତର ମୂଷା ଆପଣା ଶ୍ୱଶୁର ଜିଥ୍ରୋ ନିକଟକୁ ବାହୁଡ଼ି ଯାଇ କହିଲେ, ମୁଁ ବିନୟ କରୁଅଛି, ମିଶର ସ୍ଥିତ ମୋହର ଭାତୃଗଣ ନିକଟକୁ ଏବେ ଫେରିଯିବା ପାଇଁ ଓ ସେମାନେ ଆଜି ଯାଏ ବଞ୍ଚିଛନ୍ତି କି ନାହିଁ ତାହା ଦେଖିବା ପାଇଁ ମୋତେ ଯିବାକୁ ଦିଅ। ତହିଁରେ ଜିଥ୍ରୋ ମୂଷାଙ୍କୁ କହିଲା, କୁଶଳରେ ଯାଅ। ଆଉ ସଦାପ୍ରଭୁ ମିଦିୟନରେ ମୂଷାଙ୍କୁ କହିଥିଲେ, ତୁମେ ମିଶରକୁ ଫେରିଯାଅ, ଯେହେତୁ ଯେଉଁ ଲୋକମାନେ ତୁମ୍ଭ ପ୍ରାଣ ଅନ୍ୱେଷଣ କରୁଥିଲେ ସେ ସମସ୍ତେ ମରିଅଛନ୍ତି। ତ ମୂଷା ଆପଣା ଭାର୍ଯ୍ୟା ଓ ପୁତ୍ରଗଣଙ୍କୁ ଗଧ ଉପରେ ଚଢ଼ାଇ ମିଶର ଦେଶକୁ ଫେରିଗଲେ। ପୁଣି ସେ ଆପଣା ହସ୍ତରେ ପରମେଶ୍ୱରଙ୍କର ସେହି ଯଷ୍ଟି ନେଲେ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ସାବଧାନ, ତୁମେ ମିଶରକୁ ଫେରିଗଲେ ଆମ୍ଭେ ତୁମ୍ଭ ହସ୍ତରେ ଯେ ସବୁ ଆଶ୍ଚର୍ଯ୍ୟ କର୍ମ କରିବାକୁ ଦେଇଅଛୁ, ତାହା ଫାରୋ ସାକ୍ଷାତରେ କରିବ। ମାତ୍ର ଆମ୍ଭେ ତାହାର ମନ କଠିନ କରିବା। ତହିଁରେ ସେ ଲୋକମାନଙ୍କୁ ଛାଡ଼ିଦେବ ନାହିଁ। ପୁଣି ତୁମ୍ଭେ ଫାରୋକୁ କହିବ, ସଦାପ୍ରଭୁ କହନ୍ତି, ଇସ୍ରାଏଲ ଆମ୍ଭର ପୁତ୍ର, ଆମ୍ଭର ଜ୍ୟେଷ୍ଠ ପୁତ୍ର। ଆମ୍ଭେ ତୁମକୁ କହିଅଛୁ, ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ପୁତ୍ରକୁ ଛାଡ଼ିଦିଅ। ମାତ୍ର ତୁମ୍ଭେ ତାହାକୁ ଛାଡ଼ିବାକୁ ନାସ୍ତି କରିଅଛ। ଦେଖ, ଆମ୍ଭେ ତୁମ ପୁତ୍ରକୁ, ତୁମ ଜ୍ୟେଷ୍ଠ ପୁତ୍ରକୁ ବଧ କରିବା। ଅନନ୍ତର ପଥ ମଧ୍ୟରେ ଉତ୍ତରୀୟ ଗୃହରେ ସଦାପ୍ରଭୁ ତାହାକୁ ପାଇ ବଧ କରିବାକୁ ଚେଷ୍ଟା କଲେ। ସେତେବେଳେ ସିପୋରା ଏକ ତୀକ୍ଷ୍ଣ ଅସ୍ତ୍ର ଘେନି ଆପଣା ପୁତ୍ରକୁ ସୁନ୍ନତ କରି ତାହା ତାଙ୍କ ଚରଣ ତଳେ ପକାଇ କହିଲା,
ତୁମେ ନିତ୍ୟାନ୍ତ ମୋହର ରକ୍ତପ୍ରିୟ ବର। ଏହି ରୂପେ ପରମେଶ୍ୱର ତାଙ୍କୁ ଛାଡ଼ିଦେଲେ। ତହିଁରେ ସେ ସ୍ତ୍ରୀ କହିଲା, ସୁନ୍ନତ ପ୍ରଯୁକ୍ତ ତୁମେ ରକ୍ତପ୍ରିୟ ବର ଅଟ। ଅନନ୍ତର ସଦାପ୍ରଭୁ ହାରୋନକୁ କହିଲେ, ତୁମ୍ଭେ ମୋଶା ସହିତ ସାକ୍ଷାତ କରିବା ନିମନ୍ତେ ପ୍ରାନ୍ତରକୁ ଯାଅ। ତହୁଁ ସେ ଯାଇ ପରମେଶ୍ୱରଙ୍କ ପର୍ବତରେ ତାଙ୍କ ସହିତ ମିଳି ତାଙ୍କୁ ଚୁମ୍ବନ କଲେ। ସେତେବେଳେ ମୋଶା ସଦାପ୍ରଭୁଙ୍କ ପ୍ରେରିତ ସମସ୍ତ ବାକ୍ୟ ଓ ତାହାଙ୍କ ଆଜ୍ଞାପିତ ସମସ୍ତ ଚିହ୍ନ ହାରୋନକୁ ଜଣାଇଲେ। ଅନନ୍ତର ମୋଶା ଓ ହାରୋନ ଯାଇ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନ ବର୍ଗକୁ ଏକତ୍ର କଲେ। ପୁଣି ହାରୋନ ସେମାନଙ୍କୁ ମୋଶାଙ୍କ ପ୍ରତି କଥିତ ସଦାପ୍ରଭୁଙ୍କର ସମସ୍ତ ବାକ୍ୟ କହିଲେ। ପୁଣି ଲୋକମାନଙ୍କ ଦୃଷ୍ଟିରେ ସେହି ସମସ୍ତ ଚିହ୍ନ ପ୍ରକାଶ କଲେ। ତହିଁରେ ଲୋକମାନେ ପ୍ରତ୍ୟୟ କଲେ। ପୁଣି ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣର ତତ୍ତ୍ୱାବଧାନ କରି ସେମାନଙ୍କ ଦୁଃଖ ଦେଖିଅଛନ୍ତି, ଏହା ବୁଝି ସେମାନେ ତାହାଙ୍କୁ ପ୍ରଣାମ କରି ଭଜନା କଲେ। ଯାତ୍ରା ପୁସ୍ତକ 5 ପର୍ବ। ଅନନ୍ତର ମୋଶା ଓ ହାରୋନ ପ୍ରବେଶ କରି ଫାରୋଙ୍କୁ କହିଲେ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର କହନ୍ତି, ପ୍ରାନ୍ତରରେ ଆମ୍ଭ ଉଦ୍ଦେଶ୍ୟରେ ଉତ୍ସବ କରିବାକୁ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ। ତହିଁରେ ଫାରୋ କହିଲେ, ସଦାପ୍ରଭୁ କିଏ ଯେ ଆମ୍ଭେ ତାହାର କଥା ମାନି ଇସ୍ରାଏଲକୁ ଛାଡ଼ିଦେବୁ? ଆମ୍ଭେ ସଦାପ୍ରଭୁଙ୍କୁ ଚିହ୍ନି ନାହୁଁ ଓ ଇସ୍ରାଏଲକୁ ଛାଡ଼ିଦେବୁ ନାହିଁ। ସେମାନେ କହିଲେ, ଏବ୍ରୀୟମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଦର୍ଶନ ଦେଇଅଛନ୍ତି, ଏଣୁ ଆମ୍ଭେମାନେ ବିନୟ କରୁଅଛୁ। ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରାନ୍ତରରେ 3 ଦିନର ପଥ ଯିବାକୁ ଦିଅନ୍ତୁ, ନୋହିଲେ ସେ ଆମ୍ଭମାନଙ୍କୁ ମହାମାରୀ କିମ୍ବା ଖଡ୍ଗ ଦ୍ୱାରା ଆକ୍ରମଣ କରିବେ। ସେମାନେ କହିଲେ, ଏବ୍ରୀୟମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଦର୍ଶନ ଦେଇଅଛନ୍ତି, ଏଣୁ ଆମ୍ଭେମାନେ ବିନୟ କରୁଅଛୁ। ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରାନ୍ତରରେ 3 ଦିନର ପଥ ଯିବାକୁ ଦିଅନ୍ତୁ, ନୋହିଲେ ସେ ଆମ୍ଭମାନଙ୍କୁ ମହାମାରୀରେ କିମ୍ବା ଖଡ୍ଗ ଦ୍ୱାରା ଆକ୍ରମଣ କରିବେ। ତ ମିଶ୍ରର ରାଜା ସେମାନଙ୍କୁ କହିଲେ, ହେ ମୋଶା ଓ ହାରୋନ, ତୁମ୍ଭେମାନେ ଲୋକମାନଙ୍କୁ କାହିଁକି କାର୍ଯ୍ୟରୁ ନିବୃତ୍ତ କରୁଅଛ? ତୁମ୍ଭେମାନେ ଆପଣା ଆପଣା ଭାର ବହନ କର୍ମରେ ଯାଅ। ଫାରୋ ଆହୁରି କହିଲେ, ଦେଖ, ଏବେ ଏ ଦେଶରେ ଏହି ଲୋକ ଅନେକ, ପୁଣି ତୁମ୍ଭେମାନେ ସେମାନଙ୍କୁ ଭାର ବହିବାରୁ ନିବୃତ୍ତ କରୁଅଛ। ଆଉ ଫାରୋ ସେହିଦିନ ଲୋକମାନଙ୍କ କାର୍ଯ୍ୟଶାସକ ଓ ଅଧ୍ୟକ୍ଷମାନଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ଇଷ୍ଟକାଦି ନିର୍ମାଣ ନିର୍ମିତ ପୂର୍ବ ପରି ଏହି ଲୋକମାନଙ୍କୁ ଆଉ ପାଳ ଦିଅ ନାହିଁ। ସେମାନେ ଯାଇ ଆପଣା ନିମନ୍ତେ ପାଳ ସଂଗ୍ରହ କରନ୍ତୁ। ପୁଣି ପୂର୍ବରେ ସେମାନଙ୍କ ଉପରେ ଯେତେ ଇଷ୍ଟକ ନିର୍ମାଣର ଭାର ଥିଲା, ଏବେ ସେହି ଭାର ଦିଅ। ତହିଁରୁ କିଛି ମାତ୍ର ଊଣା କର ନାହିଁ, ଯେହେତୁ ସେମାନେ ଅଳସୁଆ। ଏଣୁ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଛାଡ଼ିଦିଅ ବୋଲି ଡକା ପକାଉଛନ୍ତି। ଯେହେତୁ ଏମାନେ କାର୍ଯ୍ୟଭାରରେ ଭାରାକ୍ରାନ୍ତ ହୋଇ ତହିଁରେ ବ୍ୟସ୍ତ ଥାଆନ୍ତୁ, ମିଥ୍ୟା କଥାରେ ଅବଧାନ ନ କରନ୍ତୁ। ତହିଁ ଉତ୍ତାରୁ ଲୋକମାନଙ୍କର କାର୍ଯ୍ୟଶାସକ ଓ ଅଧ୍ୟକ୍ଷଗଣ ବାହାରେ ଯାଇ ସେମାନଙ୍କୁ କହିଲେ, ଫାରୋ ଏହି କଥା କହନ୍ତେ, ଆମ୍ଭେ ତୁମ୍ଭମାନଙ୍କୁ ଆଉ ପାଳ ଦେବୁ ନାହିଁ। ତୁମ୍ଭେମାନେ ଯେଉଁଠାରେ ପାଅ ସେଇଠାକୁ ଯାଇ ପାଳ ସମ୍ପାଦ, ମାତ୍ର ତୁମ୍ଭମାନଙ୍କର କାର୍ଯ୍ୟ କିଛି ଊଣା ହେବ ନାହିଁ। ତହିଁରେ ଲୋକମାନେ ପାଳ ବଦଳେ କୁଟା ସମ୍ପାଦିବାକୁ ସମସ୍ତ ମିଶ୍ର ଦେଶରେ ଛିନ୍ନ ଭିନ୍ନ ହୋଇଗଲେ। ତଥାପି କାର୍ଯ୍ୟଶାସକମାନଙ୍କର ତୋରା କରାଯାଇ କହିଲେ, ପାଳ ପାଇବା ବେଳେ ଯେପରି ତୁମେମାନେ କର୍ମ କରୁଥିଲ, ସେପରି ଏବେ ମଧ୍ୟ ନିରୂପିତ ଦୈନିକ କର୍ମ ପ୍ରତି ଦିନ ସମ୍ପୂର୍ଣ୍ଣ କର। ଫାରୋଙ୍କର କାର୍ଯ୍ୟଶାସକମାନେ ଇସ୍ରାଏଲ ବଂଶୀୟ ଯେଉଁ କାର୍ଯ୍ୟ ଅଧ୍ୟକ୍ଷମାନଙ୍କୁ ରଖିଥିଲେ, ସେମାନଙ୍କୁ ପ୍ରହାର କରି କହିଲେ, ତୁମ୍ଭେମାନେ ପୂର୍ବ ପରି ଇଟା ବନାଇବାର ନିରୂପିତ କର୍ମ କାହିଁକି ଆଜିକାଲି ସମ୍ପୂର୍ଣ୍ଣ କରୁନାହଁ? ତହିଁରେ ଇସ୍ରାଏଲ ବଂଶୀୟ କାର୍ଯ୍ୟଧ୍ୟକ୍ଷମାନେ ଆସି ଫାରୋଙ୍କ ନିକଟରେ କ୍ରନ୍ଦନ କରି କହିଲେ, ଆପଣ କାହିଁକି ଆପଣା ଦାସମାନଙ୍କ ସହିତ ଏପରି ବ୍ୟବହାର କରୁଅଛନ୍ତି? ଆପଣଙ୍କ ଦାସମାନଙ୍କୁ ପାଳ ଦିଆଯାଏ ନାହିଁ, ତଥାପି ସେମାନେ କହନ୍ତି, ଇଟା ବନାଅ। ଆଉ ଦେଖନ୍ତୁ, ଆପଣଙ୍କ ଦାସମାନେ ପ୍ରହାରିତ ହୁଅନ୍ତି, ମାତ୍ର ଦୋଷ ଆପଣଙ୍କର ନିଜ ଲୋକଙ୍କର। ତହୁଁ ସେ କହିଲେ, ତୁମ୍ଭେମାନେ ଅଳସୁଆ, ଖାଲି ଅଳସୁଆ, ଏଇଥିପାଇଁ କହୁଛ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆମ୍ଭମାନଙ୍କୁ ଛାଡ଼ିଦିଅ। ଏବେ ଯାଅ, କର୍ମ କର, ତୁମ୍ଭମାନଙ୍କୁ ପାଳ ଦିଆଯିବ ନାହିଁ। ତଥାପି ତୁମ୍ଭମାନଙ୍କୁ ଇଟାର ସମ୍ପୂର୍ଣ୍ଣ ସଂଖ୍ୟା ଦେବାକୁ ହେବ।
ତହିଁରେ ତୁମମାନଙ୍କର ଦୈନିକ ନିରୂପିତ ଇଷ୍ଟକରୁ କିଛି ଊଣା ହେବ ନାହିଁ। ଏହି କଥାରେ ଇସ୍ରାଏଲ ବଂଶୀୟ କାର୍ଯ୍ୟଦକ୍ଷମାନେ ଦେଖିଲେ ଯେ ସେମାନଙ୍କର ଦଶା ଅମଙ୍ଗଳ ସୂଚକ। ଅନନ୍ତର ସେମାନେ ଫାରୋଙ୍କ ନିକଟକୁ ଆସିବା ବେଳେ ମୋଶା ଓ ହାରୋନଙ୍କର ସାକ୍ଷାତ ପାଇଲେ। ସେମାନେ ପଥରେ ଠିଆ ହୋଇଥିଲେ। ଏଣୁ ସେମାନଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କର ଭ୍ରାତି ଦୃଷ୍ଟି କରି ବିଚାର କରନ୍ତୁ। ଯେହେତୁ ତୁମ୍ଭେମାନେ ଫାରୋ ଓ ତାଙ୍କର ଦାସମାନଙ୍କ ସାକ୍ଷାତରେ ଆମ୍ଭମାନଙ୍କର ସୁଗନ୍ଧକୁ ଦୁର୍ଗନ୍ଧ କରି ଆମ୍ଭମାନଙ୍କର ହତ୍ୟା ନିମିତ୍ତ ସେମାନଙ୍କ ହସ୍ତରେ ଖଡ୍ଗ ଦେଲ। ଅନନ୍ତର ମୋଶା ସଦାପ୍ରଭୁଙ୍କ ନିକଟକୁ ଫେରିଯାଇ କହିଲେ, ହେ ପ୍ରଭୁ, ତୁମ୍ଭେ ଏହି ଲୋକମାନଙ୍କର ଅମଙ୍ଗଳ କାହିଁକି କଲ? ମୋତେ ବା ପଠାଇଲ କାହିଁକି? କାରଣ ଯେଉଁ ଦିନାବଧି ମୁଁ ତୁମ୍ଭ ନାମରେ କଥା କହିବା ପାଇଁ ଫାରୋଙ୍କ ନିକଟକୁ ଆସିଲି, ସେହି ଦିନାବଧି ସେ ଏହି ଲୋକମାନଙ୍କର ଅମଙ୍ଗଳ କରୁଛନ୍ତି। ପୁଣି ତୁମ୍ଭେ ଆପଣା ଲୋକମାନଙ୍କର କିଛି ମାତ୍ର ଉଦ୍ଧାର କରିନାହ।